ଜାଣିଛି ଆପଣ କଣ କରୁଛନ୍ତି? କଣ କରୁଛି? ତୋ ଭଉଣୀକୁ ପାଠ ପଢାଉଛି। ନାଇଁ ମହାରାଜ ନାଇଁ, ମୋ ଭଉଣୀକୁ ଏମିତି ମାଡ଼ ମାରି ପାରିବେନି ଆପଣ। କାହିଁକି ମୋ ଭଉଣୀ କଣ ଭୁଲ କରିଛି ଯେ ଆପଣ ତାକୁ ମାରୁଛନ୍ତି ଏମିତି? ଏବେ ଶୁଣ, ଏଇଟା ହଉଛି ମୋ ପରିବାର କଥା। ଆଉ ମୋ ପରିବାର ଭିତରେ ମୁଣ୍ଡ ପୁରେଇବା ଲୋକ ତୁ କିଏ? ସେ ହଉଛି ମୋ ଭଉଣୀ। ତୋ ଭଉଣୀ ହେଲେ ସେ ହଉଛି ମୋ ସ୍ତ୍ରୀ। ଶୁଣନ୍ତୁ ମହାରାଜ, ଏ ଭଉଣୀ ଆମ ଝିଅ ପାଇଁ ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ଦିନ ରାତି ପରିଶ୍ରମ କରି ସେମାନଙ୍କୁ ମୁଁ ମଣିଷ କରିଛି। କୋଉଥିରେ ବି ମୁଁ ତାଙ୍କ ଉପରକୁ ହାତ ଉଠେଇନି। ଆଜି ଆପଣଙ୍କ ସ୍ତ୍ରୀ ହେଇଗଲା ବୋଲି ଆପଣ ହାତ ଉଠେଇଦେବେ? ଏବେ ବନ୍ଦ କର। ନାରୀ ଉପରକୁ ହାତ ଉଠେଇଲେ ପରିସ୍ଥିତିରେ କଣ ହୁଏ ବୁଝିପାରୁଛନ୍ତି ତ? ଓ ରାଜା ମଧୁମଙ୍ଗଳ, କୋଉଟା ଠିକ କୋଉଟା ଭୁଲ ମତେ ବେଶ ଭଲ ଭାବରେ ଜଣା। ଶୁଣ, ତୋ ଝିଅ ଭଉଣୀକୁ ତୁ ଗୁଲି କରିବୁ, ମଚୁରୀ କରିବୁ ନା ଭିକ ମାଗି ସେମାନଙ୍କୁ ଲାଲନ ପାଳନ କରିବୁ, ସେଇଟା ମୁଁ କିଛି ଜାଣେନା, ସେଇଟା ତୁ ଜାଣିବୁ। କିନ୍ତୁ ବର୍ତ୍ତମାନ ସେ ହେଉଛି ମୋ ସ୍ତ୍ରୀ। ଆଉ ସ୍ତ୍ରୀ ଯଦି ଭୁଲ କରେ ତାହେଲେ ତାକୁ ଶାସନ କରିବାର କର୍ତ୍ତବ୍ୟ ହେଉଛି ସ୍ୱାମୀର। ଶୁଣ, ଭଲରେ ଭଲରେ କହୁଛି, ମୋ ରାସ୍ତାରେ ଘୁଞ୍ଚି ଯା। ନାଇଁ ଯିବୁନି? ନାଇଁ ତାହେଲେ ଦେଖ, ଏଇ ଦେଖ ତୋ ଆଖି ସାମ୍ନାରେ ତୋ ଭଉଣୀକୁ କେମିତି ମୁଁ ମାଡ଼ ମାରୁଛି। ନାଇଁ, ସେ ଭୁଲଟା ଆପଣ କରନ୍ତୁନି ମହାରାଜ, ସେ ଭୁଲଟା ଆପଣ କରନ୍ତୁନି। ହଁ, ଏବେ କଣ କରିବୁ ବେ? ଏବେ କଣ କରିବୁ? ଆପଣ ଯଦି ମୋ ଭଉଣୀକୁ ହାତ ଉଠାନ୍ତି, ଦରକାର ପଡ଼ିଲେ ଆପଣଙ୍କୁ ସେ ହାତଟାକୁ ଭାଙ୍ଗି ଦେବି। ମୁଁ ତ ଭଉଣୀକୁ କେମିତି ମାଡ଼ ମାରୁଛି। ଆମେ ସତ କବେ ମମତା ଗଲା କୁଆଡେ? ମୁଁ ଜାଣିନି। ଅବିନାଶ, ତାହେଲେ ତୋର ଏତେ ସାହସ? ରାଜା ମଧୁମଙ୍ଗଳ ହାତକୁ ଧରିବାର ସାହସ କରିଥିଲେ? ହଁ, ମୋ ଝିଅ ଭଉଣୀ ଉପରକୁ ଯିଏ ବି ହାତ ଉଠେଇବ ଦରକାର ପଡ଼ିଲେ ତାକୁ ଜୀବନରୁ ମାରିଦେବି। ହେଲେ ଶୁଣ, ହଁ, ଏଇ ହାତଟା ଦରକାର ପଡ଼ିଲେ ତୋ ଉପରକୁ ମଧ୍ୟ ଉଠି ଯାଇପାରେ। ଆଚ୍ଛା, ଠିକ ଅଛି, ଦେଖିବା ତୋର ସେ ବୀର ରକ୍ତ କେତେ ଅଛି, ଆଉ ମୋ ସହିତ ଲଢ଼େଇ କର। ହଁ, ତୁ ମତେ ଧମକ ଦଉଛୁ? ଧମକ ନୁହେଁ, ଏଇଟା ହଉଛି ଚେତାବନୀ। ଆମେ ମନେ ପକାବେ ସେଇ ଅତୀତର କଥା। ଖାଇବାକୁ ପାଉନଥିଲୁ, ଆସିବୁକି ମୋ ପାଦ ଧରିଥିଲୁ, ମୋ ଗୋଡ଼ ଧରିଥିଲୁ, ତୋତେ ଆଶ୍ରୟ ଦେଲି ବୋଲି ଏଇଠି ଖାଇ ପିଇ ରହି ଆଜି ମୋରି ଖାଇ ଶେଷରେ ମୋ ସହିତ ଯୁଦ୍ଧ କରିବୁ। এইটা হচ্ছে তোর প্রথম ভুল। মতে আশ্রয় দেই তু ভুল করছু মধুমঙ্গল। ঠিক আছে রে, হেলে আজি দেখ আদি তোকে কেমিতি মো এইঠু বিদা করি দউছি। ঠিক আছে, আবে ঠিক আছে, উঠাবে অস্ত্র, তাহলে হেই যাও শক্তির পরীক্ষা। ଯାହା ଘଟିଯିବା କଥା ଘଟି ଯାଇଛି ଭାଇ। ଏଇନେ ତାଙ୍କୁ ଛାଡ଼ିଦିଏ ଭାଇ, ତାଙ୍କୁ ଛାଡ଼ିଦିଏ। হে রাজা মধুমঙ্গল,
କୁଆଡ଼େ ଗଲେ ତୋ ସେଇ ବୀରତ୍ୱ? ଏ କାମେରୀ ଏତେ ଦିନ ପର୍ଯ୍ୟନ୍ତ ତ ତୋ ସ୍ୱାମୀ ପାଇଁ ଚିନ୍ତା କରୁନଥିଲୁ, ହେଲେ ଆଜି କ'ଣ ପାଇଁ? ହଟି ଯା ମୋ ରାସ୍ତାରୁ, ହଟି ଯା କାମେରୀ, ହଟି। ପୋଛି ଦବ ନା କ'ଣ? ମୋ ଭଉଣୀ ବିଧବା ହେଇଗଲେ ବି ମୋର ଚିନ୍ତା ନାହିଁ। এইটা বিধবা মারিদেবে। রাজা মধুমঙ্গলକୁ ଜୀବନରୁ ଶେଷ କରିଦେବି। ଆଉ ଏ ମଗଧ ରାଜ୍ୟ ହେବ ମୋ। ମଉସା ହଟିଯା କାବେରୀ। ମଉସା ବାବା ଏ ଅବିନାଶ ଅନନ୍ତର ସ୍ୱପ୍ନ ଦେଖିଥିଲା ମୁଁ ଏ ମଗଧ ରାଜ୍ୟରେ ରାଜା ହେବି ବୋଲି। ସର୍ବପ୍ରଥମେ ଏ ମଧୁମଙ୍ଗଳର ରତ୍ନ ମୁକୁଟଟା ଖୋଲିଦିଅ। ଏବେ ଖୋଲବେ। ମଉସା ବାବା ବାପାରେ ତୁ ଏମିତି ବାଡାବାଡି କରୁଥିବୁ, ଆଉ କ'ଣ କରିବାକୁ ଚାହୁଁଛୁ? ରାଜା ମଧୁମଙ୍ଗଳକୁ ଜୀବନରୁ ମାରିଦେବି ମଉସା। ଜୀବନରୁ ମାରିଦେଲେ ଭଲ ହବନି, ତା ଗୋଟିଏ ହାତଟାକୁ କାଟିଦବା। ରାଜା ମଧୁମଙ୍ଗଳ ଓ ବାପା ଭାଇ, ମୁଁ ଦିନେ ଭିକାରୀ ସାଇ ଯାଇଥିଲି, କିନ୍ତୁ ଆଜି
ମଗଧ ରାଜ୍ୟ ରାଜା ହେଇ ଏ ରାଜ୍ୟରେ ଭିକ ମାଗି ବଞ୍ଚିବୁ। ଏଇ ଭିକ୍ଷା ଥାଳି ଧର୍ମ ସହିବନି ରେ ଏଇ! ଧର୍ମ ସହିବନି। ଥରେ ଭିକ୍ଷା ଥାଳି ଆଉ ସାର୍ ଆଜି ହେଉଛି ଭିକାରୀ ରଥର ପ୍ରଥମ ଦିବସ। ଆଉ ପ୍ରଥମ ଦିବସରେ ସର୍ବପ୍ରଥମେ ମୁଁ ହିଁ ତତେ ଭିକ୍ଷା ଦଉଛି ଭିକ୍ଷା। ସାର୍ ଏ ମଗଧ ରାଜ୍ୟ ଛାଡ଼ି ସବୁଦିନ ପାଇଁ ଆର ରାଜ୍ୟକୁ ଚାଲିଯାଅ। এই মগଧ রাজ্যরে এ অবিনাশ অনন্ত হি রাজ করিব রাজ। ও বাবা এহাকু নেই গুপ্ত কোঠরিরে ভর্তি করে দিও। হ্যাঁ এই যাও। আসুছি আসুছি রে ভিক্ষাহারি আসুছি। হ্যালো বসু